ପିଲାମାନେ ସାହିତ୍ୟ ଅଭ୍ୟାସ କ୍ରମରେ ଆଜି ଆସ ଆମେ ନବମ ଶ୍ରେଣୀ ସାହିତ୍ୟ ବହିର ପ୍ରବନ୍ଧ ସମୂହ ଦୃଷ୍ଟି ଏହାକୁ ପଢ଼ିବା ଏବଂ ଆଲୋଚନା କରିବା। ଏହି ଭିଡ଼ିଓରେ ସମୂହ ଦୃଷ୍ଟି ପ୍ରବନ୍ଧଟି ଆଲୋଚିତ ହୋଇଛି। ସମୂହ ଦୃଷ୍ଟି ପ୍ରବନ୍ଧର ପ୍ରାବନ୍ଧିକ ହେଉଛନ୍ତି ସଦାଶିବ ମିଶ୍ର। ସ୍ୱାଧୀନୋତ୍ତର ଓଡ଼ିଆ ପ୍ରବନ୍ଧର କ୍ରମ ବିକାଶରେ ପଦ୍ମଶ୍ରୀ ଡକ୍ଟର ସଦାଶିବ ମିଶ୍ର ଜଣେ ପ୍ରବୀଣ ଶିକ୍ଷାବିତ୍, ଗଠନାତ୍ମକ ବୁଦ୍ଧିଜୀବୀ, ଐତିହ୍ୟବାଦୀ ତଥା ନୀତିଶିଷ୍ଟ ପ୍ରାବନ୍ଧିକ ଭାବେ ସୁପରିଚିତ। ପ୍ରଜ୍ଞା, ବିଚାର, ଦର୍ଶନ, ମନନ, ଐତିହ୍ୟ ତଥା ମୂଲ୍ୟବୋଧକୁ ଆଧାର କରି ତାଙ୍କ ପ୍ରବନ୍ଧମାନ ପରିକଳ୍ପିତ। କ୍ଷୁଦ୍ର ବାକ୍ୟ, ରମ୍ୟବୋଧକ ଶବ୍ଦଶୈଳୀ, ସାବଲୀଳ ଭାଷା, ପ୍ରଭାବଶାଳୀ ବିଚାର ତଥା ଦୃଷ୍ଟାନ୍ତମୂଳକ ରଚନା ଭଙ୍ଗୀ ତାଙ୍କ ପ୍ରବନ୍ଧ କଳାର ବିଶେଷତ୍ୱ। ଅର୍ଥନୀତି, ସାମାଜିକ ସମସ୍ୟା, ଐତିହ୍ୟବାଦୀ ସଂସ୍କାର ତାଙ୍କ ପ୍ରବନ୍ଧର ବିଷୟଗତ ବୈଶିଷ୍ଟ୍ୟ। ବକ୍ତବ୍ୟ ଧର୍ମିତା ତଥା ଅଭିମତ ପ୍ରଦାନରେ ମାର୍ମିକ ଆବେଦନ ନେଇ ତାଙ୍କ ପ୍ରବନ୍ଧମାନ ଲାଭ କରିଛି ସ୍ୱତନ୍ତ୍ର ପାଠକୀୟ ସମ୍ପ୍ରୀତି। ଏହି ପ୍ରବନ୍ଧର ପୃଷ୍ଠଭୂମି ଯଦି ଆମେ ଦେଖୁ, ତେବେ କୌଣସି ବିଚାରଧାରା ଯୋଜନା ସମୂହକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଗଲେ ତାର ସୁଫଳ ସମଗ୍ର ସମାଜ ଲାଭ କରିବାକୁ ସମର୍ଥ ହୁଏ। ଏହା ହିଁ ପ୍ରାବନ୍ଧିକଙ୍କର ସମୂହ ଦୃଷ୍ଟି ପ୍ରବନ୍ଧର ଅନ୍ତଃସ୍ୱର। ତେବେ ଆସ ଆଜି ଆମେ ପ୍ରବନ୍ଧର ସାରମର୍ମ ଆଲୋଚନା କରିବା। ମିଥିଳାର ପ୍ରଜାବତ୍ସଳ ନରପତି ଜନକ ତୋଳି ଯାଇଛନ୍ତି ପ୍ରାଚୀନ ସଂସ୍କୃତିର ଏକ ଆଦର୍ଶ ସୌଧ। ସତୀ ସୀତାଙ୍କର ଜନକ ଭାବରେ ଏକ ମହାନ ପରାକାଷ୍ଠା ସୃଷ୍ଟି କରିବା ସହିତ ଛାଡ଼ି ଯାଇଛନ୍ତି ମୋହନୀୟ ସାଧନାର ଏକ ଚୂଡ଼ାନ୍ତ ନିଦର୍ଶନ। ଏ ପୁଣ୍ୟଭୂମି ଭାରତବର୍ଷରେ ମୁନି ଋଷିମାନେ ସାଧନା ଦ୍ୱାରା ଏବଂ ତପସ୍ୟା ବଳରେ ଅସାଧ୍ୟ ସାଧନ କରିବା ସହିତ ଏ ଦେଶରେ ସୃଷ୍ଟି କରିଥିଲେ ପବିତ୍ର ଆଧ୍ୟାତ୍ମିକ ସଂସ୍କୃତି। କିନ୍ତୁ ସେମାନଙ୍କ ମଧ୍ୟରେ ଜାତିଭେଦ ନଥିଲା, ଥିଲା ସ୍ତରଭେଦ, ଯଥା ମହର୍ଷି, ଦେବର୍ଷି, ବ୍ରହ୍ମର୍ଷି, ରାଜର୍ଷି ଇତ୍ୟାଦି। ନାରଦ ଥିଲେ ଦେବର୍ଷି, ଜନକ ଥିଲେ ରାଜର୍ଷି, ବିଶ୍ୱାମିତ୍ର ଥିଲେ ମହର୍ଷି ଏବଂ ବଶିଷ୍ଠ ଥିଲେ ବ୍ରହ୍ମର୍ଷି। ବିଶ୍ୱାମିତ୍ର ବ୍ରହ୍ମର୍ଷି ରୂପେ ସ୍ୱୀକୃତି ଲାଭ କରିବା ପାଇଁ ବଶିଷ୍ଠଙ୍କର ସମସ୍ତ ପୁତ୍ରଙ୍କୁ ହତ୍ୟା କରିଥିଲେ। ଦିନେ ରାଜର୍ଷି ଜନକ ପ୍ରାସାଦ ସମ୍ମୁଖରେ ଜଣେ ଋଷିଙ୍କୁ ଦେଖି ଅଭ୍ୟର୍ଥନା ପୂର୍ବକ ସୁସଜ୍ଜିତ ସମ୍ବର୍ଦ୍ଧନା ପାଇଁ ସକଳ ପ୍ରକାର ବନ୍ଦୋବସ୍ତ ଯୁକ୍ତ ଅତିଥି କକ୍ଷକୁ ନେଇଗଲେ। ସେଠାରେ କୌଣସି ଆଳାପ ହେବା ପୂର୍ବରୁ ଅତିଥି କହିଲେ, କ୍ଷମା କରିବେ ମହାରାଜ ଜନକ, ଆପଣ ଜଣେ ଭଣ୍ଡ ତପସ୍ୱୀ, ଶଠତାରେ ସମସ୍ତଙ୍କୁ ବଶ କରିପାରିଛନ୍ତି, ପ୍ରବଞ୍ଚନାରେ ଦିଗ୍ବିଜୟ କରିଛନ୍ତି। ଆପଣ ବିରାଟ ରାଜ୍ୟର ଅଧୀଶ୍ୱର ହୋଇଥାଇପାରନ୍ତି, ବିସ୍ତାର କ୍ଷମତାର ଅଧିପତି ହୋଇଥାଇପାରନ୍ତି, ପଦ ତଳେ ଆପଣଙ୍କର ବିପୁଳ ବିଭବ ଅଛି। ଏଭଳି ଅଖଣ୍ଡ ସମୃଦ୍ଧିର ଅଧିକାରୀ ହୋଇ ବିଳାସ ବ୍ୟସନରେ ପଡ଼ି ରହି ତପସ୍ୱୀ ରୂପେ ପ୍ରତିଷ୍ଠା ଅର୍ଜନା କରିବା କି ଅସାଧାରଣ ପ୍ରତାରଣା! ରାଜା ହୋଇ ପୁଣି ଋଷି! କିନ୍ତୁ ରାଜର୍ଷି ଜନକ ଋଷିସୁଲ୍ୟଭ ଗୁଣରେ ଧୀର ସ୍ଥିର ଭାବରେ ଉତ୍ତର ଦେଲେ, ଋଷି ପ୍ରବର, ଆପଣ ମୋର ବରେଣ୍ୟ ଅତିଥି। ଅତିଥି ସେବା ମୋର ଧର୍ମ। ସେ ଧର୍ମରୁ ମୋତେ ବଞ୍ଚିତ କରନ୍ତୁ ନାହିଁ। ସ୍ନାନକୃତ୍ୟ ସମାପନ କରନ୍ତୁ, କିଛି ଭୋଜନ କରି ବିଶ୍ରାମ କରନ୍ତୁ, ତାପରେ ବସି ସବୁ ବିଷୟ ଆଲୋଚନା କରିବା। ଅତିଥି ଋଷି ପ୍ରବର ତଥା ରାଜର୍ଷି ଜନକଙ୍କର ଏହି ଉକ୍ତି ପ୍ରତ୍ୟୁକ୍ତି ମାଧ୍ୟମରେ ପ୍ରାବନ୍ଧିକ ଋଷିମାନଙ୍କ ମଧ୍ୟରେ ଥିବା ସ୍ତରଭେଦର ରହସ୍ୟକୁ ସୁନ୍ଦର ଭାବେ ପ୍ରତିପାଦନ କରିଛନ୍ତି। ସହସା ଅତିଥି ଋଷିବରଙ୍କର ଭର୍ତ୍ସନା ବାଣୀ ଶୁଣି ମଧ୍ୟ ରାଜର୍ଷି ଜନକ ନମ୍ରତାପୂର୍ବକ ଧୀର ସ୍ଥିର ଭାବରେ ଅତିଥି ସେବା ରୂପକ ପବିତ୍ର ଧର୍ମ ପାଳନ ନିମନ୍ତେ ସୁଯୋଗ ଦେବା ପାଇଁ ନିବେଦନ କରିଛନ୍ତି। ତତ୍ପରେ ଅତିଥି ପ୍ରବର ରାଜକୀୟ ସମାରୋହରେ ନିତ୍ୟକର୍ମ ସମାପନ କରି ଜନକଙ୍କର ସହ ପରସ୍ପର ସମ୍ମୁଖୀନ ହୋଇ ମୃଦୁ ସମ୍ଭାଷଣ ମଧ୍ୟରେ ମଧ୍ୟାହ୍ନ ଭୋଜନ ଗ୍ରହଣ କଲେ। ଏହାପରେ ଜନକ ଅତିଥି ପ୍ରବରଙ୍କୁ ଖାଦ୍ୟପେୟ ସମ୍ପର୍କରେ ପଚାରନ୍ତେ ସେ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ସମସ୍ତ ଖାଦ୍ୟପେୟ ରୁଚିକର, ତୃପ୍ତିକର ତଥା ଉପଭୋଗ୍ୟ ହୋଇଥିଲେ ମଧ୍ୟ ଉପଭୋଗ କରିପାରିଲେ ନାହିଁ ବୋଲି କହିଲେ। କାରଣ ଭୋଜନ ସ୍ଥାନରେ ତାଙ୍କର ଠିକ୍ ମୁଣ୍ଡ ଉପରେ ଝୁଲୁଥିବା ଖଡ଼୍ଗ ଦେଖି ସେ ଖାଦ୍ୟ ଉପଭୋଗ କରିବା ପରିବର୍ତ୍ତେ ଗିଳି ପକାଇଥିଲେ। ତେଣୁ ସେ ଭୋଜନ ସ୍ଥାନରେ
ଖଡ଼ଗ ଝୁଲିବାର କାରଣ ରାଜର୍ଷି ଜନକଙ୍କୁ ପଚାରିଥିଲେ। ଉତ୍ତର ଦେଲେ ରାଜର୍ଷି ଜନକ। ସେହି ଖଡ଼ଗ ତାଙ୍କୁ ସଂଯତ କରିବା ସହିତ ଉପଭୋଗରେ କରିଛି ନିର୍ଲିପ୍ତ। ମିଥିଳା ରାଜ୍ୟ ଭସ୍ମୀଭୂତ ହୋଇଗଲେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଭାବରେ ଲାଭ ବା କ୍ଷତି ହେବ ନାହିଁ। ଉପଭୋଗ ତାଙ୍କର ରାଜକୀୟ ମର୍ଯ୍ୟାଦା, ଶାସନ ଓ ଶୃଙ୍ଖଳା ରାଜକୀୟ କର୍ତ୍ତବ୍ୟ ଏବଂ ସମାଜ କଲ୍ୟାଣ ହେଉଛି ରାଜକୀୟ ଧର୍ମ। ସେହି ଖଡ଼ଗ ହିଁ ତାଙ୍କୁ ଅନାସକ୍ତି ଯୋଗରେ କରିଛି ଦୀକ୍ଷିତ। ଶ୍ରୀମଦ୍ ଭଗବତ ଗୀତାର କର୍ମଯୋଗର ଅଧ୍ୟାୟରେ ଲେଖା ଅଛି, କର୍ମଣ୍ୟୈବ ହିଁ ସଂସିଦ୍ଧିମା ସ୍ଥିତା ଜନକାଦୟ। ଜନକାଦି ମହାପୁରୁଷମାନେ କର୍ମରେ ହିଁ ସିଦ୍ଧି ଲାଭ କରିଛନ୍ତି। ସେ କର୍ମରେ ଥିଲା କର୍ତ୍ତବ୍ୟବୋଧ, ନଥିଲା ଧନ ଦିଅ ଯଶ ଦିଅ ଜନ ଦିଅର ଆର୍ତ ଚିତ୍କାର। ଥିଲା ଜନମଙ୍ଗଳ, ସମାଜ କଲ୍ୟାଣ ଏବଂ ବ୍ୟକ୍ତିଗତ ଅନାସକ୍ତି। କିନ୍ତୁ ନିଷ୍କାମ କର୍ମ ସମ୍ପୂର୍ଣ୍ଣ ଅସମ୍ଭବ। ଫଳପ୍ରାପ୍ତିର ଆକାଂକ୍ଷା ନଥିଲେ କର୍ମ ନିମନ୍ତେ ପ୍ରବୃତ୍ତି ଆସିବ ନାହିଁ। ପାରିତୋଷିକ ନଥିଲେ ପ୍ରେରଣା ଜାଗ୍ରତ ହୁଏ ନାହିଁ। ଲାଭ ନଥାଇ କେହି ବଣିଜ କରନ୍ତି ନାହିଁ। ଏହି ବିଚାର ପ୍ରାଚୀନ କାଳରେ ରାମାୟଣ ତଥା ମହାଭାରତ ଯୁଗରେ ମଧ୍ୟ ଥିଲା। ସାଧନା ଓ ତପସ୍ୟାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କାମନା ସିଦ୍ଧି। ଧନ ସମ୍ପଦ, ମାନ ମର୍ଯ୍ୟାଦା, କ୍ଷମତା ହେଉଛି ପ୍ରେରଣାର ଉତ୍ସ। କିନ୍ତୁ ତନ୍ମଧ୍ୟରେ ସମାଜ ପ୍ରତି ଦାୟିତ୍ୱବୋଧ ଥିଲା ସନ୍ନିହିତ। ଗତ 200 ବର୍ଷ ମଧ୍ୟରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଯେଉଁ ଅଭିନବ ଅଗ୍ରଗତି ଘଟିଲା, ପ୍ରଣାଳୀ ଓ ପ୍ରକ୍ରିୟାରେ ଉତ୍ତରୋତ୍ତର ପରିବର୍ତ୍ତନ ଘଟିଲା, ତାର ଫଳସ୍ୱରୂପ ଧନ ସମ୍ପଦ, କ୍ଷମତା ଇତ୍ୟାଦି ମୁଷ୍ଟିମୟ ଲୋକଙ୍କ ହାତରେ କେନ୍ଦ୍ରୀଭୂତ ହୋଇଗଲା। ଫଳରେ ସମାଜର ଅବକଲ୍ୟାଣ ହେବା ସହିତ ସୃଷ୍ଟି ହେଲା ଜନ ଉତ୍ପୀଡ଼ନ, ଘଟିଲା ଜନ ଅଶାନ୍ତି, ସଂଘର୍ଷ ଓ ଗୋଷ୍ଠୀଗତ ହିଂସାକାଣ୍ଡ। ଏହି ପରିବେଶ ମଧ୍ୟରେ ମହାତ୍ମା ଗାନ୍ଧୀ ଉପସ୍ଥାପନ କଲେ କର୍ମଯୋଗର ଏକ ରୂପାନ୍ତର, ଯେଉଁ କର୍ମର ସକଳ ମୂଳ ଭିତ୍ତି ଥିଲା ସତ୍ୟ ଓ ଅହିଂସା। ଆନ୍ଦୋଳନ, ଅଭିଯାନ, ରାଜନୀତି ଏବଂ ଅର୍ଥନୀତି ପ୍ରତିଟି କ୍ଷେତ୍ରରେ ସେହି ଦୁଇଟି ତତ୍ତ୍ୱ ଥିଲା ପ୍ରମୁଖ ଆୟୁଧ। ଗୀତା, ବାଇବେଲ, ରୁଷିଆର ଟଲଷ୍ଟୟ, ଇଂଲଣ୍ଡର ରସ୍କିନ୍ ଏବଂ ଫ୍ରାନ୍ସର ଥୋରିଅଙ୍କ ଲେଖାରେ ସେ ପାଇଥିଲେ ଜୀବନ ଦର୍ଶନ। ସେହି ଦର୍ଶନ ଉପରେ ଆଧାରିତ ଥିଲା ତାଙ୍କର ଜୀବନ ନୀତି। ବ୍ୟକ୍ତି ତଥା ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଆୟ ଏବଂ ସମ୍ପଦର ଉତ୍କଟ ତାରତମ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିବାରୁ ସମାଜର ସ୍ଥିତି ସମ୍ପର୍କରେ ଚିନ୍ତା କରି ମହାତ୍ମା ଗାନ୍ଧୀ 1940 ମସିହା ଅଗଷ୍ଟ ମାସରେ ହରିଜନ ପତ୍ରିକାରେ ନ୍ୟାସୀ ତତ୍ତ୍ୱର ବ୍ୟାଖ୍ୟା କରିଥିଲେ। ଶିଳ୍ପପତି, ଧନୀ ତଥା ବ୍ୟବସାୟୀମାନେ ସେମାନଙ୍କର ଶିଳ୍ପ, ସମ୍ପତ୍ତି ତଥା ବ୍ୟବସାୟର ମାଲିକ ହୋଇ ରହିବେ। ସେଥିରୁ ସେମାନଙ୍କୁ ବିଚ୍ୟୁତ କରାଯିବ ନାହିଁ। ପରିଚାଳନାର ସାଫଲ୍ୟ ହେବ ସେମାନଙ୍କର ଗୌରବ। କିନ୍ତୁ ତାଙ୍କ ନିଜ ପାଇଁ ତଥା ପରିବାର ବର୍ଗଙ୍କ ପାଇଁ ଯଥାର୍ଥରେ ଯେତିକି ଆବଶ୍ୟକ ସେତିକି ଅର୍ଥ ବ୍ୟୟ କରିବେ ଏବଂ ଉଦ୍ବୃତ୍ତ ଲାଭାଂଶ ସମାଜର ହିତ କାର୍ଯ୍ୟରେ ସ୍ୱେଚ୍ଛାରେ ବ୍ୟୟ କରିବେ, ବାଧ୍ୟବାଧକତାରେ ନୁହେଁ। ସେଥିପାଇଁ ସେମାନେ ହେବେ ସମାଜର ନ୍ୟାସୀ। ଗାନ୍ଧିଜୀଙ୍କ ଅହିଂସା ନୀତି ଅନୁଯାୟୀ ସେମାନଙ୍କୁ ସମ୍ପତ୍ତିରୁ ବଳପୂର୍ବକ ବିଚ୍ୟୁତ କରିବା ଅସଙ୍ଗତ। ତେଣୁ ସେମାନେ ସ୍ୱତଃପ୍ରବୃତ୍ତ ଭାବରେ ନ୍ୟାସୀତ୍ୱ ବରଣ କରିବେ। ବଳପୂର୍ବକ ସମ୍ପତ୍ତି ବାଜ୍ୟାପ୍ତି କଲେ ତାହା ହୁଏ ହିଂସା ପ୍ରଣୋଦିତ ଆଚରଣ। ତନ୍ମଧ୍ୟରୁ ଜାତ ହୁଏ ପ୍ରତିହିଂସା। ସେପରି ପନ୍ଥା ଅବଲମ୍ବନରେ ପ୍ରସଙ୍ଗକ୍ରମେ ପ୍ରକୃତି ହୁଏ ରକ୍ତରଞ୍ଜିତ, ସମାଜର ସ୍ଥିତି ହୁଏ ଅଶାନ୍ତ। ତେଣୁ ଗାନ୍ଧିଜୀ ଅନାସକ୍ତିରେ ରୂପାନ୍ତର କରି ପ୍ରଣୟନ କଲେ ନ୍ୟାସୀବାଦ। ପିଲାମାନେ, ଏ ଅଧ୍ୟାୟରେ ଆମେ ପଢ଼ିଲୁ ପ୍ରାବନ୍ଧିକ ସଦାଶିବ ମିଶ୍ର କିପରି ଜନକ ଋଷିଙ୍କର ବିଷୟରେ ବର୍ଣ୍ଣନା କରି ତା ମଧ୍ୟରେ ଏହି ସମାଜକୁ ଏକ ସନ୍ଦେଶ ଦେବା ପାଇଁ ଚାହିଁଛନ୍ତି ଯେ ନିଷ୍କାମ କର୍ମ କିପରି କରାଯାଏ ଏବଂ ଜନକ ଋଷିଙ୍କର ଏହି ପ୍ରକାରର ନିଷ୍କାମ ବ୍ୟବହାର ଯୋଗୁଁ ତାଙ୍କ ଲାଗି ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ କର୍ମଯୋଗ ଅଧ୍ୟାୟରେ ଲେଖା ରହିଛି। ଏହାପରେ ସେ ବର୍ଣ୍ଣନା କଲେ ଯେ ସମାଜରେ ବିଭିନ୍ନ ବର୍ଗ ମଧ୍ୟରେ କିପରି ଦୂରତା ବୃଦ୍ଧି ପାଇଛି ଏବଂ ଏହାକୁ ଲକ୍ଷ୍ୟ କରି ମହାତ୍ମା ଗାନ୍ଧୀ କିପରି ନ୍ୟାସୀବାଦର କଳ୍ପନା କରିଥିଲେ। ଏ ଅଧ୍ୟାୟରେ ଆମେ ପଢ଼ିଲୁ ସମୂହ ଦୃଷ୍ଟି ପ୍ରବନ୍ଧର ପ୍ରଥମ ଭାଗ। ପରବର୍ତ୍ତୀ ଅଧ୍ୟାୟରେ ଆମେ ଏହାର ଦ୍ୱିତୀୟ ଭାଗ ପଢ଼ିବା ଏବଂ ବୁଝିବାକୁ ଚେଷ୍ଟା କରିବା।